ପାଣିରେ ବୁଡ଼ି ଜଣେ ମୃତ। ଏକ ଜଳାଶୟକୁ ଗାଧୋଇବାକୁ ଯାଇ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ବଡ଼ଗାଁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। କୁତ୍ରା ବ୍ଲକ ବଡ଼ଗାଁ ଥାନା ଅନ୍ତର୍ଗତ ଗଙ୍ଗାଜଳ ମୁଚିଲୁପଡ଼ା ଗ୍ରାମରେ ନେହେରୁ ଲାକଡ଼ା ପ୍ରତିଦିନ ପରି ଆଜି ଅପରାହ୍ନରେ ଗାଁରେ ଥିବା ଏକ ଜଳାଶୟ ବା ମୁଡ଼ାକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସି ପାଣି ଭିତରକୁ ପଡ଼ିଯାଇଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ପାଣିରୁ ଭାସୁଥିବା ଦେଖି ପାଣିରୁ ଉଦ୍ଧାର କରି କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏହାପରେ ବଡ଼ଗାଁ ପୁଲିସ ଖବର ପାଇ ଆସି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସୁନ୍ଦରଗଡ଼ କୁତ୍ରାରୁ ରାଜେଶ ସାହୁଙ୍କ ରିପୋର୍ଟ, ସମ୍ବାଦ ଏକ୍ସପ୍ରେସ। नेहरू